ପ୍ରଶ୍ନ ଅଛି। ଜଣେ ଲୋକ 65 ଶତକଡ଼ା ଭୋଟ ପାଇ ତାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଠାରୁ 300 ଭୋଟରେ ଜିତିଲା। ତେବେ ମୋଟ ଭୋଟ କେତେ ହୋଇଥିଲା? ପ୍ରଥମେ ଆମେ ପ୍ରଶ୍ନକୁ ବୁଝିବା। ଯେଉଁ ଲୋକଟି ଏଠାରେ ଜିତିଛି ସେ ତାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଠାରୁ 300 ଭୋଟ ଅଧିକ ପାଇଛି। ଯେ ଜିତିଛି ସେ 65 ଶତକଡ଼ା ଭୋଟ ପାଇଛି। ତେବେ ତାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କେତେ ଭୋଟ ପାଇଛି? ନା ମୋଟ ଭୋଟ ହେଲା 100 ଶତକଡ଼ା। ତେଣୁ ଆମେ କଣ କରିବା ନା 100 ଶତକଡ଼ାରୁ 65 ଶତକଡ଼ା ଫେରିଦେବା। ଏଠି 1 ଦଶମିକ ହେଲା 10, 10 ରୁ 5 ଗଲେ ହେଲା 5, ଏଠି ଅଛି 9, 9 ରୁ 6 ଗଲେ ହେଲା 3। ଅର୍ଥାତ୍ ଜିତିଥିବା ଲୋକର ନିକଟତମ ପ୍ରତିଦ୍ୱନ୍ଦ୍ୱୀ 35 ଶତକଡ଼ା ଭୋଟ ପାଇଛି। ତେବେ 65 ଶତକଡ଼ା ଫେରାଅ 35 ଶତକଡ଼ା ସମାନେ 300। 5 ରୁ 5 ଗଲେ ହେଲା 0, 6 ରୁ 3 ଗଲେ ହେଲା 3। 30 ଶତକଡ଼ା ସମାନେ 300। ତେବେ 1 ଶତକଡ଼ା ସମାନେ 300 ବିଭକ୍ତ 30। ଏଠି ଗୋଟେ ଶୂନ କଟିଗଲା। 3 କେ 3, 3 ଦଶା 30। 1 ଶତକଡ଼ା ସମାନେ 10। ତେବେ ମୋଟ ଭୋଟ 100 ଶତକଡ଼ା। ତେଣୁ 100 ଶତକଡ଼ା ସମାନେ 100 ଗୁଣନ 10 ସମାନେ। ପ୍ରଥମେ ଆମେ କଣ କରିବା ନା ସଂଖ୍ୟାକୁ ସଂଖ୍ୟା ଗୁଣିଦେବା। 1 କେ 1, ଏଇଠି ଯୋଡା ଶୂନ ଅଛି, ଏଇଠି ଗୋଟେ ଶୂନ ଅଛି, ତେଣୁ ଆମେ 3ଟି ଶୂନ ଦେଇଦେବା। ତେବେ ମୋଟ ଭୋଟ ହେଉଛି 1000।